ରାଉରକେଲା ମୋର ହୃଦୟ। ସହରର ବିକାଶ ପାଇଁ ମୁଁ ସବୁବେଳେ ପ୍ରସ୍ତୁତ, ଏକଥା କହିଛନ୍ତି ନବନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ। ରାଜ୍ୟସଭା ସଦସ୍ୟ ଦିଲ୍ଲୀପ ରାୟଙ୍କ ସାମ୍ବାଦିକ ସମ୍ମିଳନୀରେ ଏହି କଥା ପ୍ରକାଶ କରିଛନ୍ତି। ରାଜ୍ୟସଭା ସଦସ୍ୟ ତଥା ସାଂସଦ ଭାବରେ ନିର୍ବାଚିତ ପରେ ଦିଲ୍ଲୀପ ରାୟଙ୍କ ସାମ୍ବାଦିକ ସମ୍ମିଳନୀ ରାଉରକେଲାର ମେଫେୟାର ହକି ଭିଲେଜଠାରେ ଗତ 20 ତାରିଖରେ ଏକଥା ପ୍ରକାଶ କରିଛନ୍ତି। ରାଉରକେଲା ସହରରେ ଦିଲ୍ଲୀପ ରାୟଙ୍କୁ ସ୍ୱାଗତ କରିବା ପାଇଁ ରାଉରକେଲାର ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସହରରେ ବିଭିନ୍ନ ସଂଗଠନ ପକ୍ଷରୁ ସାଂସଦ ଶ୍ରୀ ରାୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି। ସହରରେ ରାଲି ସାଙ୍ଗକୁ ସମର୍ଥକମାନଙ୍କ ପକ୍ଷରୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି। ସାଂସଦ ଦିଲ୍ଲୀପ ରାୟଙ୍କ ସହିତ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଶ୍ରୀ ରାୟଙ୍କ ପତ୍ନୀ ପୂଜା ରାୟ, ବିଜେପି ପାନ୍ପ ସଭାପତି ପୂର୍ଣ୍ଣିମା କ୍ରିକେଟା, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ପିପି ରାୟ, ହରି ରାଉତରାୟ, ଶୁଭ ପଟ୍ଟନାୟକଙ୍କ ସମେତ ବିଜେପିର ବରିଷ୍ଠ ନେତା କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ପରେ ସାଂସଦ ଶ୍ରୀ ରାୟ ମେଫେୟାର ହକି ଭିଲେଜଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଲେ ଯେ ଏହା ମୋର ତୃତୀୟ ଥର ପାଇଁ ବିଜୟ। ରାଜ୍ୟସଭା ନିର୍ବାଚନରେ ସଦସ୍ୟ ଭାବେ ସେ ବିଜୟୀ ହେବା ସମସ୍ତଙ୍କ ଆଶୀର୍ବାଦ ରହିଛି। ମୁଁ ଯୁଆଡ଼େ ଯାଏଁ ଏହି ଜନ୍ମମାଟିକୁ ଫେରିବି, ଆଉ ବେଦବ୍ୟାସ ମୋର ହେବ ଶେଷ ଯାତ୍ରା। ମୁଁ ଯେଉଁଠି ଥାଏ ରାଉରକେଲା ମାଟିକୁ ମୁଁ କେବେ ବି ଭୁଲି ପାରିବିନି। 2024 ମସିହାରେ ବିଧାନସଭା ନିର୍ବାଚନରେ ବିଜେପିରୁ ଟିକେଟ୍ ନେଇ ରାଉରକେଲା ଆସନରୁ ଲଢ଼ିଥିଲି। ସେତେବେଳେ ବିରୋଧୀମାନେ କହିଲେ ଦିଲ୍ଲୀପ ରାୟ ଜଣେ ବ୍ୟବସାୟୀ, ସେ ନିର୍ବାଚନରେ ଜିତିଲେ ମଧ୍ୟ ରାଉରକେଲାରେ ରହିବେ ନାହିଁ କି ଲୋକଙ୍କ ସୁଖ ଦୁଃଖରେ ଭାଗି ହେବେ ନାହିଁ। ସେତେବେଳେ ଏହି କଥା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ତେବେ ଆଜି ସାଂସଦ ରୂପେ ବିଜୟୀ ହେବା ପରେ ସେ କହିଛନ୍ତି, ରାଉରକେଲା ମୋର ହୃଦୟ। ରାଉରକେଲା ସହରର ବିକାଶ ପାଇଁ ମୁଁ ସବୁବେଳେ ପ୍ରସ୍ତୁତ। ରାଉରକେଲାର ଅନେକ ସମସ୍ୟା ରହିଛି, ସେହିସବୁ କାର୍ଯ୍ୟକୁ କିପରି କରାଯାଇପାରିବ ପ୍ରଥମେ ସେଥିପ୍ରତି ଗୁରୁତ୍ୱ ଦେବି ବୋଲି ସେ କହିଥିଲେ। ମୁଁ ସଦାସର୍ବଦା ଲୋକଙ୍କ ପାଖରେ ରହିଆସିଛି। ରାଉରକେଲାବାସୀ ହିଁ ମୋର ଶକ୍ତି। ମୁଁ ସମସ୍ତଙ୍କୁ ନେଇ ରାଉରକେଲାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବି, ସେ କହିଥିଲେ। ଘୋଡ଼ା ବେପାର କଥାକୁ ନେଇ ସେ କହିଥିଲେ ଯେ ଘୋଡ଼ା ବେପାର କିଛି ନାହିଁ, ଗୋଟିଏ ହେଉଛି ସମ୍ପର୍କ ଏବଂ ଇମୋସନ୍। ଆହୁରି ଅନେକ ବଡ଼ ବଡ଼ ଲୋକ ଅଛନ୍ତି, ସେମାନେ ମଧ୍ୟ ଏହି ଘୋଡ଼ା ବେପାର କରିପାରନ୍ତେ। ଏହି ସାମ୍ବାଦିକ ସମ୍ମିଳନୀରେ ପିପି ରାୟ, ହରିହର ରାଉତରାୟ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।